दर्शक बंधु आपण समस्तଙ୍କୁ ମୋ तरफରୁ हेपी रज संक्रांति। नमस्कार दर्शक बंधु ଏହି ଭିଡ଼ିଓଟି କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଖାସ୍ ଅଟେ। କାହିଁକି ନା ଆଜିର ଭିଡ଼ିଓରେ ଆପଣମାନେ ଜାଣିବେ ରଜ ସଂକ୍ରାନ୍ତି ପରଠାରୁ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କ'ଣ ଶୁଭ ଫଳ ଦେଉଛି, କ'ଣ ଅଶୁଭ ଫଳ ଦେଉଛି, ଯାହା ଆଜିର ଭିଡ଼ିଓରେ ଆମେ ଚର୍ଚ୍ଚା କରିବା। କାହିଁକି ନା ଏଇ ରଜ ସଂକ୍ରାନ୍ତି ପରଠାରୁ ଗୃହମାନଙ୍କର ପରିଚାଳନା ବଡ଼ ଦୁର୍ଲଭ ସଂରଚନ ଘଟିବାକୁ ଯାଉଛି, ଯାହାକି ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ କରିବାକୁ, ଯାହା ଫଳରେ ସମସ୍ତ ରାଶିମାନଙ୍କ ଉପରେ କିଛି ନା କିଛି ପ୍ରଭାବ ପଡ଼ିବ। ସେ ମଧ୍ୟ ଆପଣଙ୍କ ରାଶି ମଧ୍ୟରେ କିଛି ପ୍ରଭାବ ଦେଖିବାକୁ ଯାଉଛି। ପୂର୍ବରୁ ଯାହା ସମସ୍ୟା ଥିଲା ଆପଣଙ୍କର ଶିକ୍ଷାକୁ ନେଇକି, ଜବ୍କୁ ନେଇକି, କ୍ୟାରିୟରକୁ ନେଇକି, ବାଣିଜ୍ୟ ଏବଂ କର୍ମକ୍ଷେତ୍ର, ଆପଣଙ୍କର ବୈବାହିକକୁ ନେଇକି ଏହି ବିଷୟରେ ଆମେ ଆଲୋଚନା କରିବା ଏବଂ ମୋ ସହ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଏହାର ଉପାୟ ପ୍ରତିକାର ମଧ୍ୟ କହିବି। ଆସନ୍ତୁ ଜାଣିବା ଗୃହମାନଙ୍କର ସ୍ଥିତି ବିଷୟରେ। କନ୍ୟା ରାଶିର ଏହି ମାସରେ ଷଷ୍ଠରେ ରାହୁ ଅଛନ୍ତି, ସପ୍ତମରେ ଶନି ଅଛନ୍ତି, ଅଷ୍ଟମରେ ଶୁକ୍ର, ନବମୀରେ ସୂର୍ଯ୍ୟ ବୁଧ ସାଙ୍ଗରେ ସଂଯୋଗ ବନାଉଛନ୍ତି, ଦଶମରେ ଗୁରୁ ବୃହସ୍ପତି ଯୋଗ ବନାଉଛନ୍ତି, ଏକାଦଶରେ ମଙ୍ଗଳ ଏବଂ ଦ୍ୱାଦଶରେ କେତୁ ଅବସ୍ଥାନ କରିଛନ୍ତି। ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ଆପଣଙ୍କ ହେଲ୍ଥ କିପରି ରହିବ ଏହି ମାସରେ। ପ୍ରଥମ ଘର ହୋଇଥାଏ ସ୍ୱାସ୍ଥ୍ୟର ଘର। ୟୁନିଟି ସିଷ୍ଟମକୁ ସ୍ୱାସ୍ଥ୍ୟର ଘର ମନାଯାଏ। ପ୍ରଥମ ଘରର ସ୍ୱାମୀ ବୁଧ ନବମ ସ୍ଥାନରେ ଅଛନ୍ତି। ସୂର୍ଯ୍ୟ ସହ ନବମ ଘର ଭଲ। ନିଜ ରାଶିର କେନ୍ଦ୍ରକୁ ଆସିବେ, ସମସ୍ୟା ରହିବ ନାହିଁ। କିନ୍ତୁ ଦ୍ୱିତୀୟରେ ସ୍ୱାମୀ ଶୁକ୍ର ଅଷ୍ଟମରେ ଅଛନ୍ତି, ବେଶୀ ସମସ୍ୟା କରିବେନି। ଦାନ୍ତ ସମସ୍ୟା ଦେଖାଦେଇପାରେ, ଗଳାର କିଛି ଆଲର୍ଜି ଏହିଭଳି କିଛି ସମସ୍ୟା ଟିକେ ଦେଖା ଦେଇପାରେ, କିମ୍ବା ଅଳ୍ପ ଥଣ୍ଡା ଜ୍ୱର ଏହିସବୁ ସେ ଶୁକ୍ର କରାଇଥାନ୍ତି। ଶୁକ୍ର କମଜୋର ହେଲେ ଥଣ୍ଡା ଜନିତ ସମସ୍ୟା ଦେଖାଦେଇଥାଏ। ଆପଣ ମିଠା ଜିନିଷଠୁ ଦୂରେଇକି ରୁହନ୍ତୁ, ମିଠା ଖାଆନ୍ତୁ ନାହିଁ। ବୁଧ ଷ୍ଟ୍ରଙ୍ଗ ଅଛି, ବୁଧ ଭଲ ପିରିୟଡ଼ରେ ଅଛି, କିଛି ଟେନସନ୍ ନେବାର ନାହିଁ। ଆସନ୍ତୁ ଚର୍ଚ୍ଚା କରିବା ଶିକ୍ଷା ବିଦ୍ୟା ବିଷୟରେ। ଏହି ମାସରେ କିପରି ରହିବ? ଶିକ୍ଷାର ଗୃହ ପଞ୍ଚମ ଗୃହ ରହିଥାଏ। ଶନି ପଞ୍ଚମ ଗୃହର ସ୍ୱାମୀ ସପ୍ତମ ଭାବକୁ ଦେଖୁଥାନ୍ତି। ମଙ୍ଗଳ ଦୃଷ୍ଟି 7 ଜୁନ୍ ପର୍ଯ୍ୟନ୍ତ ରହିବ। ସୂର୍ଯ୍ୟ ବୁଧ ସାଙ୍ଗରେ ରହି ଭଲ ଜାଗାରେ ଅଛନ୍ତି। ପାଠ ବଢ଼ିଆ ଅଛି, ପାଠ ଭଲ ରହିବ। ହେଲେ ଆପଣଙ୍କ ଜିଦ୍ ସ୍ୱଭାବର କରାଇବେ। ଏଇ ଜିଦ୍ଟା ଆପଣଙ୍କ ଭଲ। ଆପଣଙ୍କ ମନରେ କିଛି ଜିଦ୍ ରହିବ ଯେ ମୁଁ କିଛି କରିବି, କିନ୍ତୁ ଅତିରିକ୍ତ ଜିଦ୍ଟା ଜମା ଭଲ ନୁହଁ। ଆପଣ ଏଭଏଡ଼୍ କରନ୍ତୁ। ନିଜ ପ୍ରଥମ ସ୍ଥାନକୁ ଦେଖୁଛନ୍ତି, ଶନି ପ୍ରଥମ ସ୍ଥାନକୁ ଦେଖୁଛନ୍ତି। ଇଏ ଅତିରିକ୍ତ ଜିଦ୍ ଭଲ କରନ୍ତି ନାହିଁ। କିନ୍ତୁ ଏହି ମାସରେ ଆପଣଙ୍କ ମନେ ରଖିବା ଶକ୍ତି ବଢ଼ିବ। ସୂର୍ଯ୍ୟ ବି କେନ୍ଦ୍ରକୁ ଦେଖୁଛନ୍ତି। ଭଲ ସ୍ଥିତି କ୍ଷେତ୍ରରେ ଗଭର୍ଣ୍ଣମେଣ୍ଟ ଶିକ୍ଷା କେନ୍ଦ୍ର ଯଦି କେହି ଶିଖୁଛନ୍ତି ତାହେଲେ ଏହା ବେଟର ଅପରଚ୍ୟୁନିଟି ଏହି ସମୟଟା। କାରଣ ସୂର୍ଯ୍ୟ ତୀକ୍ଷ୍ଣ ଆଡ଼କୁ ଦେଖୁଛନ୍ତି। ସରକାରୀ କୌଣସି ଚାକିରି କ୍ଷେତ୍ରରେ ହଉ, କୌଣସି ପ୍ରିପେୟାର ହେଉଛନ୍ତି ତ ଭଲ ବେଟର ଅଛି। 80%ରୁ 85% ଭଲ ରହିବ। ଆସନ୍ତୁ ଜାଣିବା ଲଭ୍ ରିଲେସନ୍ ବିଷୟରେ କ'ଣ ରହିବ ଏହି ମାସରେ। ପ୍ରେମ ଜୀବନରେ ଶନି ପ୍ରଥମ ସ୍ଥାନ ଆଡ଼କୁ ଦେଖୁଛନ୍ତି, ଆଉ ପ୍ରଥମର ସ୍ୱାମୀ ବୁଧ ନବମରେ ଅଛନ୍ତି। ଲଭ୍ ତ ଭଲ ରହିବ ଏଇଠି, କିନ୍ତୁ ଆପଣଙ୍କର ସାମ୍ନାବାଲାଙ୍କ ମନରେ ରାଗ ଆସିପାରେ। ଯେହେତୁ ଏଇଠି ଶନି ଅଛନ୍ତି, କିଛି ଭୁଲ ବୁଝାମଣା ରହିପାରେ। ଆପଣଙ୍କୁ ଲାଗିବ ସେ କାହିଁକି କଥାବାର୍ତ୍ତା ହେଉନାହାନ୍ତି, କାହିଁକି ନା ସେ ଆପଣଙ୍କୁ କିଛି ଡାଉଟ୍ କରିଛନ୍ତି। ଏହିସବୁ କ୍ଷେତ୍ରରେ କିଛି ପରିବର୍ତ୍ତନ ଆସିପାରେ।
ତେଣୁକରି ଆପଣମାନେ ନିଜର ଉପରେ କଣ୍ଟ୍ରୋଲ କରନ୍ତୁ, କାରଣ ପଞ୍ଚମରେ ଶନି ସମସ୍ତ ଆଡ଼କୁ ଦେଖୁଛନ୍ତି। ତେଣୁ ଏହି ସମୟରେ ରାଗ ରୁଷା ଲାଗି ରହିବ କିଛି ସମୟ ପାଇଁ। ଲଭ୍ ରିଲେସନ୍ କଥା କହିଲେ ଲକ୍ ତ ଭଲ ରହିବ, କାରଣ ଶନି ତ କେନ୍ଦ୍ରରେ ଅଛନ୍ତି। ଲଭ୍ ବି ମିଳିବ, ଭଲ ବି ଦେଖା କରିପାରିବ। ପ୍ରେମିକ ବା ପ୍ରେମିକା ଆପଣ ଦେଖା କରିପାରନ୍ତି, କିନ୍ତୁ ତାଙ୍କ ମନରେ କିଛି ଡାଉଟ୍ ଥିବା, ରାଗରୁଷା ଥିବା, ସେହି ସବୁ 7 ଜୁନ୍ ପରେ କିଛି ସଲ୍ଭ ହେବାର ସମ୍ଭାବନା ରହିଛି। କିନ୍ତୁ ଆପଣ ନିଜର ବାଣୀ ଉପରେ ଟିକେ କଣ୍ଟ୍ରୋଲ କରନ୍ତୁ, ବାକି ସବୁ ଠିକ୍ ହେଇଯିବ। 70ରୁ 75% ଭାଗ ଆପଣଙ୍କର ଲଭ୍ ରିଲେସନ୍ ଭଲ ରହୁଛି। ଆସନ୍ତୁ ଜାଣିବା ମ୍ୟାରେଜ୍ ଲାଇଫ୍ କପଲଙ୍କ ଜୀବନ କେମିତି ଯାଉଛି ଏହି ମାସରେ। ବୈବାହିକ ଜୀବନ ସପ୍ତମ ଗ୍ରହ ହୋଇଥାଏ। ସପ୍ତମ ଗ୍ରହରେ ଶନି ଏଠାରେ ଅଛନ୍ତି। ଗୁରୁ ବୃହସ୍ପତି ଦଶମ ବୁଧ ଗୁରୁ ଆସିଯିବେ 6 ଜୁନ୍ ପରେ ମିଳିତ ହେଉଛନ୍ତି। ବହୁତ ଭଲ ବନୁଛନ୍ତି ବନ୍ଧୁ। 6 ଜୁନ୍ ପରେ ବୈବାହିକ ଜୀବନ ପ୍ରତି, ଖାସ୍ କରି ବୈବାହିକ ଜୀବନ 6 ଜୁନ୍ ପରେ ଅତ୍ୟନ୍ତ ଶୁଭ ଅଟେ। କାହିଁକି ନା ସପ୍ତମରେ ଶନି, ଜୀବନ ସାଥୀଙ୍କର ମନୋଭାବ ରହିବ। ତେବେ ବି ବୈବାହିକ ଜୀବନ ଖୁସି କରି ଯେତେବେଳେ ଗୁରୁଙ୍କ ପାଖକୁ ଆସି ଆପଣଙ୍କର ଟ୍ରାଭେଲିଂ ବୁଲିବା ଯୋଗ, ବାହାରକୁ ବୁଲି ଆସିବା ଭଲ ଦେଖାଯାଉଛି। ଆପଣଙ୍କର ଲାଇଫ୍ ପାର୍ଟନର, ଜୀବନସାଥୀର କ୍ୟାରିୟର, ପର୍ସନାଲ ଲାଇଫ୍, ପ୍ରଫେସନାଲ ଲାଇଫ୍ 6 ଜୁନ୍ ପରେ ଶୁଭ ହେବା ପରେ ବହୁତ ସପୋର୍ଟିଂ ରହିବେ। ଯାହା ବି ମନାନ୍ତର ଥିବ 6 ଜୁନ୍ ପରେ ତାହା ସଲ୍ଭ ହୋଇଯିବ। ବୈବାହିକ ଜୀବନ 80ରୁ 85% ଭଲ ହେବାକୁ ଯାଉଛି। ବଢ଼ିଆ ଅଛି। ଆସନ୍ତୁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଭାଗ୍ୟ, କ୍ୟାରିୟର, ଚାକିରି। ଭାଗ୍ୟରେ ଅଧିପତି ଶନି ଓ ଶୁକ୍ର ଗ୍ରହ ହୋଇଥାଏ। 8 ମେ'ରେ ନବମକୁ ଆସିବେ। ଲାଷ୍ଟକୁ ଶୁକ୍ର ବହୁତ ଦୁର୍ବଳ, କମଜୋର। 15 ଜୁନ୍ ପୂର୍ବରୁ ଯଦି କିଛି ଲଟେରୀକୁ ଚିନ୍ତା କରୁଛନ୍ତି, ଆପଣ ଯାହା ବି କରୁଛନ୍ତି 15 ଜୁନ୍ ପୂର୍ବରୁ କରନ୍ତୁ ନାହିଁ, ବା କିଛି ବଡ଼ କରିବାକୁ ଚେଷ୍ଟା କରନ୍ତୁ ନାହିଁ। 15 ଜୁନ୍ ପରେ କରନ୍ତୁ। ଏବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କ୍ୟାରିୟର ବିଷୟରେ। କିପରି ରହିବ ଆପଣଙ୍କର କ୍ୟାରିୟର ଏଇ ମାସରେ। କ୍ୟାରିୟର ଦଶମ ଗ୍ରହରେ ରହିଥାଏ ବନ୍ଧୁ, ଆଉ ଦଶମ ଗ୍ରହର ସ୍ୱାମୀ ବୁଧ ଏବେ ବୁଧ ଅଛନ୍ତି ନବମ ସ୍ଥାନରେ। ଦଶମ ସ୍ଥାନକୁ ଆସିବେ, କିନ୍ତୁ 6 ଜୁନ୍କୁ ଆପଣଙ୍କର 6 ଜୁନ୍ ପରେ ବହୁତ ବଢ଼ିଆ ବନୁଛି। ଏଇ ମାସ ବହୁତ ଖାସ୍ ଅଟେ କ୍ୟାରିୟର ପାଇଁ। 6 ଜୁନ୍ ପରେ ବୁଧ ନିଜ ସ୍ଥାନକୁ ଆସିବେ ଏବଂ ପଞ୍ଚମ ମହାପୁରୁଷ ଯୋଗ ବନୁଥିଲେ ଆପଣଙ୍କର କମ୍ୟୁନିକେସନ୍ ବହୁତ ଭଲ ରହିବ। କଥା କହିବାର ଶୈଳୀ ବହୁତ ବଢ଼ିଆ ରହୁଛି। ଏଇ ମାସରେ କାମଟି ବହୁତ ଭଲ ରହିବ। ସମସ୍ତଙ୍କ ଦୃଷ୍ଟିରୁ ଆପଣ ପ୍ରଶଂସା ହେବେ। ଆପଣଙ୍କର ସବୁ ଟାର୍ଗେଟ୍ ପୁରା ହେବ। ଯାହା ବି କାମ କରୁଛନ୍ତି ସବୁରେ ଫୁଲ୍ ସପୋର୍ଟ ହେବ। କାହିଁକି ନା ଏବେ ବହୁତ ଭଲ ଯୋଗ ରହୁଛି। ବୁଧ ସୂର୍ଯ୍ୟ କାମରେ ପ୍ରଶଂସା ପାଇବେ। ଆପଣ ସକ୍ସେସ୍ ହେବେ। ଯାହା ପାଖରେ ଜବ୍ ନାହିଁ ଏହି ମାସରେ ଜବ୍ ପାଇପାରନ୍ତି। ବହୁତ ବଢ଼ିଆ ଅଛି କ୍ୟାରିୟର। ଇଣ୍ଟରନେଟ୍ ପାଇଁ ଯାଆନ୍ତୁ, ସେକେଣ୍ଡ ମଧ୍ୟ ଅଛି। ଏଇ ମାସରେ 90% କ୍ୟାରିୟର ଭଲ ରହୁଛି। ଏଇ ମାସରେ ବ୍ୟବସାୟ କିପରି ରହିବ, କାରଣ ମୁଁ ଏମିତି କ'ଣ ପାଇଁ କହୁଛି, ବୁଧର ଅଧିପତି ନବମରେ, ପ୍ରଭୁ ଦଶମରେ ସ୍ଥାନରେ ରହି, ସପ୍ତମ ସ୍ଥାନରେ ରହି ନିଜ ଦୃଷ୍ଟିରେ ଦେଖୁଛନ୍ତି। ଏଠି ଆପଣଙ୍କର ନୂଆ କରି କିଛି କାମ ମୁଣ୍ଡକୁ ଜୁଟିବ। ଭାବିବେ ଯେ ମୁଁ କ'ଣ ନୂଆ କରିବି, ବ୍ୟବସାୟରେ ନୂଆ କିଛି ଅଲଗା ଭାବିବେ। ବ୍ୟବସାୟରେ ଉନ୍ନତି କରିବେ, ଲାଭ ପାଇବେ। ଆସନ୍ତୁ ଜାଣିବା ପ୍ରତିକାର ବିଷୟରେ। ଆପଣ ଶୁକ୍ର ବୀଜ ମନ୍ତ୍ର ପାଠ କରନ୍ତୁ କିମ୍ବା ଶନି ବୀଜ ମନ୍ତ୍ର ପାଠ କରନ୍ତୁ। ତେବେ ଦର୍ଶକ ବନ୍ଧୁ ଆଶା କରୁଛି ଆଜିର ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।